ସମସ୍ତଙ୍କୁ ନମସ୍କାର, ଜୟ ଜଗନ୍ନାଥ। ଆଜି ଆମେ ଡିସ୍କସନ୍ କରିବା ଆଉ 30ଟି ଚାଇଲ୍ଡ ଡେଭଲପମେଣ୍ଟ ପେଡାଗୋଜିର କ୍ୱେଶ୍ଚିନ୍ ଆଣ୍ଡ ଆନ୍ସର ବିଷୟରେ। ତା ପୂର୍ବରୁ ଆପଣମାନେ ଯଦି ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଏବେ ହିଁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ବେଲ୍ ଆଇକନ୍କୁ କ୍ଲିକ୍ କରିନିଅନ୍ତୁ, ଯାହାଫଳରେ ମୋର ସମସ୍ତ ଭିଡ଼ିଓ ଆପଣମାନେ ସର୍ବପ୍ରଥମେ ପାଇପାରିବେ, ଯାହା ଆପଣଙ୍କୁ ଯେକୌଣସି ଟିଚିଂ ଏକ୍ଜାମ୍ ପାଇଁ ଲାଭବାନ ହୋଇପାରିବ। ତେବେ ଚାଲନ୍ତୁ ଡେରି ନକରି ଆରମ୍ଭ କରିବା। କ୍ୱେଶ୍ଚିନ୍ ନମ୍ବର 1, ଶିକ୍ଷାର୍ଥୀମାନଙ୍କର ଆଚରଣ ଅନୁଧ୍ୟାନ କରିବା ପାଇଁ କେଉଁ ପଦ୍ଧତି ଅବଲମ୍ବନ କରାଯାଏ? ଏ ପର୍ଯ୍ୟବେକ୍ଷଣ ପଦ୍ଧତି, ବି ସାକ୍ଷାତକାର ପଦ୍ଧତି, ସି ସମପରୀକ୍ଷଣ ପଦ୍ଧତି ଏବଂ ଡି ଉପରୋକ୍ତ ସମସ୍ତ। ଆଉ ଥରେ ଦେଖ, କ୍ୱେଶ୍ଚିନ୍ ନମ୍ବର 1, ଶିକ୍ଷାର୍ଥୀମାନଙ୍କର ଆଚରଣ ଅନୁଧ୍ୟାନ କରିବା ପାଇଁ କେଉଁ ପଦ୍ଧତି ଅବଲମ୍ବନ କରାଯାଏ? ଏ ପର୍ଯ୍ୟବେକ୍ଷଣ, ବି ସାକ୍ଷାତକାର, ସି ସମପରୀକ୍ଷଣ, ଡି ଉପରୋକ୍ତ ସମସ୍ତ। ରାଇଟ୍ ଆନ୍ସର ୟାର ହେବ ଡି ଉପରୋକ୍ତ ସମସ୍ତ। ହେଲା, ଶିକ୍ଷାର୍ଥୀମାନଙ୍କର ଆଚରଣ ଅନୁଧ୍ୟାନ କରିବା ପାଇଁ ପର୍ଯ୍ୟବେକ୍ଷଣ ପଦ୍ଧତି ଅନୁଧ୍ୟାନ କରାଯାଏ, ଅବଲମ୍ବନ କରାଯାଏ, ସାକ୍ଷାତକାର ପଦ୍ଧତି ଅବଲମ୍ବନ କରାଯାଏ ଏବଂ ସମପରୀକ୍ଷଣ ପଦ୍ଧତି ମଧ୍ୟ ଅବଲମ୍ବନ କରାଯାଏ। ବିକାଶର କେଉଁ ଅବସ୍ଥାରେ ଶିଶୁ ଠିକ୍ ଓ ଭୁଲ ମଧ୍ୟରେ ପାର୍ଥକ୍ୟ ବୁଝିପାରେ? କ୍ୱେଶ୍ଚିନ୍ ନମ୍ବର 2, ବିକାଶର କେଉଁ ଅବସ୍ଥାରେ ଶିଶୁ ଠିକ୍ ଓ ଭୁଲ ମଧ୍ୟରେ ପାର୍ଥକ୍ୟ ବୁଝିପାରେ? ଶୈଶବାବସ୍ଥା, ବି ଆଦ୍ୟ ବାଲ୍ୟାବସ୍ଥା, ସି ପ୍ରାନ୍ତ ବାଲ୍ୟାବସ୍ଥା, ଡି ପ୍ରାକ୍ କୈଶୋରାବସ୍ଥା। ସଠିକ୍ ଆନ୍ସରଟି ହେବ କ'ଣ ନା ଅପସନ୍ ବି ଆଦ୍ୟ ବାଲ୍ୟାବସ୍ଥା। ବିକାଶର କେଉଁ ଅବସ୍ଥାରେ ଶିଶୁ ଠିକ୍ ଓ ଭୁଲ ମଧ୍ୟରେ ପାର୍ଥକ୍ୟ ବୁଝିପାରେ? ନା ଆଦ୍ୟ ବାଲ୍ୟ ଅବସ୍ଥା। ହେଲା, କ୍ୱେଶ୍ଚିନ୍ ନମ୍ବର 3 କି ଯିବା। କ୍ୱେଶ୍ଚିନ୍ ନମ୍ବର 3, କାହାକୁ ଶିଶୁର ସମସ୍ତ ବିକାଶର ପୃଷ୍ଠଭୂମି ରୂପେ ବିବେଚନା କରାଯାଇଛି? ଏ ନୈତିକ, ବି ମାନସିକ, ସି ଶାରୀରିକ ନା ଡି ଆବେଗିକ? କାହାକୁ କହିଲ? କାହାକୁ ଶିଶୁର ସମସ୍ତ ବିକାଶର ପୃଷ୍ଠଭୂମି ରୂପେ ବିବେଚନା କରାଯାଇଛି? ନୈତିକ ନା ବି ମାନସିକ ନା ସି ଶାରୀରିକ ନା ଡି ଆବେଗିକ? ଆନ୍ସର କ'ଣ ହେବ ନା ସି ଶାରୀରିକ। ହେଲା, ଶିଶୁର ଯଦି ଶାରୀରିକ ବିକାଶ ଠିକ୍ ସେ ହେବ ତାହେଲେ ତାର ସମସ୍ତ ବିକାଶ ହେଇପାରିବ। ହେଲା, ଯଦି ଶାରୀରିକ ବିକାଶ ଠିକ୍ ସେ ନ ହେବ ତାହେଲେ ଅନ୍ୟ କୌଣସି ବିକାଶ ମଧ୍ୟ ହେଇପାରିବନି, ବାଧାପ୍ରାପ୍ତ ହେବ। ତାହେଲେ 4 ନମ୍ବରକୁ ଚାଲ ଯିବା। କେଉଁଟି ଆଦ୍ୟ ବାଲ୍ୟାବସ୍ଥାର ଏକ ଆବେଗ ନୁହେଁ? କୌତୂହଳ, କ୍ରୋଧ, ଅନୁକରଣ, ଦୁଃଖ। କେଉଁଟି ଆଦ୍ୟ ବାଲ୍ୟାବସ୍ଥାର ଏକ ଆବେଗ ନୁହେଁ? ନା କ୍ୱେଶ୍ଚିନ୍ ନମ୍ବର 4ର ଅପସନ୍ କ'ଣ ହେବ? ଅପସନ୍ ହେବ ସି ଅନୁକରଣ। ଅନୁକରଣଟା କ'ଣ ନା ଅନୁକରଣଟା ଆଦ୍ୟ ବାଲ୍ୟାବସ୍ଥାର ଗୋଟେ ଆବେଗ ନୁହେଁ। ଏ ଯେଉଁ କୌତୂହଳ, ତାପରେ କ୍ରୋଧ, ଦୁଃଖ, ଏଗୁଡ଼ାକ ହେଉଛି ସବୁ ଗୋଟେ ଗୋଟେ ଆଦ୍ୟ ବାଲ୍ୟାବସ୍ଥାର ଆବେଗ, କିନ୍ତୁ ଅନୁକରଣଟା ନୁହେଁ। ତାପରେ କ୍ୱେଶ୍ଚିନ୍ ନମ୍ବର 5, ଶିଶୁର ଭାଷାର ବିକାଶରେ ନିମ୍ନୋକ୍ତ ଘଟଣାଗୁଡ଼ିକ କେଉଁ କ୍ରମରେ ଘଟେ? କୁଳୁକୁଳୁ ଶବ୍ଦ, ଅର୍ଥହୀନ ଶବ୍ଦ, ଦୁଇ ଶବ୍ଦ ବିଶିଷ୍ଟ ସ୍ୱର ନା ବାକ୍ୟାଂଶ କହିବା? କହିଲ, ଶିଶୁର ଭାଷାର ବିକାଶରେ ନିମ୍ନୋକ୍ତ ଘଟଣାଗୁଡ଼ିକ କେଉଁ କ୍ରମରେ ଘଟେ? କ'ଣ ପ୍ରଥମେ କୁଳୁକୁଳୁ ଶବ୍ଦ କରିବ ନା ପ୍ରଥମେ ଅର୍ଥହୀନ ଶବ୍ଦ କରିବ ନା କ'ଣ କହିଲ? 5 ନମ୍ବର ଆନ୍ସର କ'ଣ ହେବ? 5 ନମ୍ବର ଆନ୍ସରଟା ହେବ ଅପସନ୍ ଏ। ପ୍ରଥମେ ଅପସନ୍ ଏରେ କ'ଣ ହେଉଛି ନା 2। ପ୍ରଥମେ ସେ କରିବ କ'ଣ ଅର୍ଥହୀନ ଶବ୍ଦ, ତାପରେ କରିବ କୁଳୁକୁଳୁ ଶବ୍ଦ, ତାପରେ ସେ କ'ଣ କରିବ ନା ଦୁଇ ଶବ୍ଦ ବିଶିଷ୍ଟ ସ୍ୱର, ସଭା ଶେଷରେ ବାକ୍ୟାଂଶ ସେ କହିବ। ହେଲା, ତାପରେ ଆସିଲା କ୍ୱେଶ୍ଚିନ୍ ନମ୍ବର 6, 2ରୁ 6 ବର୍ଷ ପର୍ଯ୍ୟନ୍ତ ଅବସ୍ଥାକୁ କ'ଣ କୁହାଯାଏ? ଆଦ୍ୟ ବାଲ୍ୟାବସ୍ଥା, ଶୈଶବାବସ୍ଥା, ପ୍ରାନ୍ତ ବାଲ୍ୟାବସ୍ଥା, ପ୍ରାକ୍ କୈଶୋରାବସ୍ଥା। କ'ଣ କୁହାଯାଏ ନା ଆଦ୍ୟ ବାଲ୍ୟାବସ୍ଥା। 6 ନମ୍ବର କ'ଣ ହେବ? 6 ନମ୍ବର ଏ 2ରୁ 6 ବର୍ଷ ପର୍ଯ୍ୟନ୍ତ ଅବସ୍ଥାକୁ କେଉଁ ଅବସ୍ଥା କୁହାଯାଏ କି? ନା ଆଦ୍ୟ ବାଲ୍ୟାବସ୍ଥା କୁହାଯାଏ। 7 ନମ୍ବର କୁହ, କେଉଁଟି ଆବେଗକୁ ସୂଚାଏ ନାହିଁ? ଆନନ୍ଦ, ଦୁଃଖ, କୌତୂହଳ ଓ ସହିଷ୍ଣୁତା। କେଉଁଟି ଆବେଗକୁ ସୂଚାଏ ନାହିଁ? 7 ନମ୍ବରଟା କ'ଣ ହେବ? 7 ନମ୍ବରଟା ହେବ ଆମର ଡି ସହିଷ୍ଣୁତା। ଏଇଟା ଗୋଟେ ଆବେଗକୁ ସୂଚାଏ ନାହିଁ। ହେଲା, 8 ନମ୍ବର କ'ଣ ହେବ କୁହ? 8 ନମ୍ବରଟା କ'ଣ ନା କେଉଁଟି ବୌଦ୍ଧିକ ବିକାଶର ଉପାଦାନ ନୁହେଁ? ସୃଜନ ଶକ୍ତି, ସହନ ଶକ୍ତି ନା ସି ଚିନ୍ତନ ଶକ୍ତି ନା ଡି କଳ୍ପନା ଶକ୍ତି? କେଉଁଟି ବୌଦ୍ଧିକ ବିକାଶର ଉପାଦାନ ନୁହେଁ? 8 ନମ୍ବର କୁହ, କେଉଁଟି ବୌଦ୍ଧିକ ବିକାଶର ଉପାଦାନ ନୁହେଁ? କ'ଣ ହେବ ନା ଅପସନ୍ ବି ସହନ ଶକ୍ତି। ଏଇଟା ଗୋଟେ ବୌଦ୍ଧିକ ବିକାଶର ଉପାଦାନ ନୁହେଁ। ତାପରେ 9 ନମ୍ବର, ନିମ୍ନୋକ୍ତ ମଧ୍ୟରୁ କେଉଁଟି ଶିଶୁର ଏକ ଆବେଗ ନୁହେଁ? କୌତୂହଳ, ଅପସନ୍ ଏ କୌତୂହଳ, ଅପସନ୍ ବି ଖେଳ, ଅପସନ୍ ସି ଆନନ୍ଦ ନା ଡି ସ୍ନେହ। ନିମ୍ନୋକ୍ତ ମଧ୍ୟରୁ କେଉଁଟି ଶିଶୁର ଏକ ଆବେଗ ନୁହେଁ? କ'ଣ ଏ ହେବ କୌତୂହଳ ନା ବି ଖେଳ ନା ସି ଆନନ୍ଦ ନା ଡି ସ୍ନେହ? ଏଇଟା କ'ଣ ହେବ? ଏଇଟା ହେବ 9 ନମ୍ବର ବି। ଏଇଟା ଗୋଟେ କ'ଣ ଆବେଗ ନୁହେଁ, କିନ୍ତୁ ଏଗୁଡ଼ାକ ସବୁ ହେଉଛି ଗୋଟେ ଗୋଟେ ଆବେଗ। ଶିଶୁର କୌତୂହଳଟା ଗୋଟେ ଆବେଗ, ଆନନ୍ଦ ବି ଗୋଟେ ଆବେଗ, ସ୍ନେହ ବି ଗୋଟେ ଆବେଗ, କିନ୍ତୁ ଏ ଖେଳଟା ସେଇଟା କ'ଣ ଗୋଟେ ଆବେଗ? ସେଇଟା ଆବେଗ ନୁହେଁ। ହେଲା,
ତାପରେ ଆସିଲା ଆମର क्वेश्चन नंबर 10 ଶିଶୁର ବିକାଶ ଦୃଷ୍ଟିକୋଣରୁ କେଉଁଟି ଅନ୍ୟ ତିନୋଟି ଠାରୁ ଭିନ୍ନ? ଅପସନ୍ ए ସହନ ଶକ୍ତି, ଅପସନ୍ ବି ଚିନ୍ତା ଶକ୍ତି, ଅପସନ୍ ସି ସ୍ମରଣ ଶକ୍ତି, ଅପସନ୍ ଡି ସୃଜନ ଶକ୍ତି। ଠିକ୍ ଆନ୍ସରଟି ହେବ ଅପସନ୍ ଏ ସହନ ଶକ୍ତି ହେଲା। ତାପରେ ଆସିଲା क्वेश्चन नंबर 11। क्वेश्चन नंबर 11 କ'ଣ ରହିଲା? ବିକାଶ ହେଉଛି ଡ୍ୟାସ୍ ପରିମାଣାତ୍ମକ ପରିବର୍ତ୍ତନ, ଗୁଣାତ୍ମକ ପରିବର୍ତ୍ତନ ନା ଗୁଣାତ୍ମକ ପରିମାଣାତ୍ମକ ପରିବର୍ତ୍ତନ ନା ବିଭିନ୍ନ ଅଙ୍ଗର ସାଂଗଠନିକ ପରିବର୍ତ୍ତନ। 11 ନମ୍ବର କ'ଣ ହେବ ଠିକ୍ ଆନ୍ସର? ଗୁଣାତ୍ମକ ଓ ପରିମାଣାତ୍ମକ ପରିବର୍ତ୍ତନ ହେଲା। ବିକାଶ ହେଉଛି କ'ଣ ନା ବିକାଶ ହେଉଛି ଗୁଣାତ୍ମକ ଏବଂ ପରିମାଣାତ୍ମକ ପରିବର୍ତ୍ତନ। ଯଦି ପିଲାମାନେ ଭଲ ଲାଗୁଛି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ସେୟାର କରନ୍ତୁ, ଲାଇକ୍ କରନ୍ତୁ ହେଲା, ଯାହାଫଳରେ ଏମିତି ନୂଆ ନୂଆ ଭିଡ଼ିଓ ଆପଣମାନେ ପାଇପାରିବେ, ଯାହା OTET ଏବଂ OSSTT ଏବଂ ସମସ୍ତ ଟିଚିଂ ଏକ୍ଜାମ ପାଇଁ ଆପଣମାନଙ୍କୁ ଲାଭବାନ ହୋଇପାରିବ। ତାହେଲେ ଚାଲନ୍ତୁ ଦେଖିବା 12 ନମ୍ବର। କୌଣସି ପ୍ରିୟ ଓ ଗୁରୁତ୍ୱପୂର୍ଣ୍ଣ ବସ୍ତୁ ହରାଇ ଶିକ୍ଷାର୍ଥୀ ପ୍ରକାଶ କରୁଥିବା ଆବେଗଟି କ'ଣ? କ'ଣ କହିଲ? ଭୟ ନା ବିରକ୍ତି ନା ବିକ୍ଷିପ୍ତ ବ୍ୟବହାର ନା ଦୁଃଖ? କୌଣସି ପ୍ରିୟ ଓ ଗୁରୁତ୍ୱପୂର୍ଣ୍ଣ ବସ୍ତୁ ହରାଇଲେ କ'ଣ ଲାଗେ କିରେ? ନା ଦୁଃଖ ଲାଗେ ହେଲା। ତ ଏଇଟା କ'ଣ ହେବ? ଦୁଃଖ ହେଲା। ତାପରେ ଆସିଲା क्वेश्चन नंबर 13 କେଉଁଟି ବୌଦ୍ଧିକ ବିକାଶ ସହ ସମ୍ପର୍କିତ ନୁହେଁ? ସ୍ମରଣ ଶକ୍ତି, କଳ୍ପନା ଶକ୍ତି, ଚିନ୍ତା ଶକ୍ତି ନା ସହନ ଶକ୍ତି? କେଉଁଟି ବୌଦ୍ଧିକ ବିକାଶ ସହ ସମ୍ପର୍କିତ ନୁହେଁ? ସ୍ମରଣ ଶକ୍ତିଟା କ'ଣ ସମ୍ପର୍କିତ ନା ନୁହେଁ? এটা କେଉଁଟା ହେବ କହିଲ? 13 ନମ୍ବରଟା କ'ଣ ହେବ ନା ସହନ ଶକ୍ତି। ଏଇଟା ବୌଦ୍ଧିକ ବିକାଶ ସହ ସମ୍ପର୍କିତ ନୁହେଁ, କିନ୍ତୁ ଏ ସବୁତକ ବୌଦ୍ଧିକ ବିକାଶ ସହ ସମ୍ପର୍କିତ। ସ୍ମରଣ ଶକ୍ତି ସମ୍ପର୍କିତ, ଚିନ୍ତା ଶକ୍ତି ବୌଦ୍ଧିକ ବିକାଶ ସହ ସମ୍ପର୍କିତ, କଳ୍ପନା ଶକ୍ତି ମଧ୍ୟ ବୌଦ୍ଧିକ ବିକାଶ ସହ ସମ୍ପର୍କିତ ହେଲା। ତାପରେ ଆସିଲା 14 ନମ୍ବର। 14 ନମ୍ବର କ'ଣ ରହିଲା ରେ ନା କ୍ରମବର୍ଦ୍ଧିଷ୍ଣୁ ବିକାଶମୂଳକ ଅବସ୍ଥାରେ ଘଟୁଥିବା ବୌଦ୍ଧିକ ଓ ସକ୍ରିୟ ଆଚରଣର ସଂଗଠନ ତଥା ଉପଯୋଜନମୂଳକ କ୍ରମିକତା ହିଁ ବୁଦ୍ଧି। ଏହି ସଂଜ୍ଞା କିଏ ଦେଇଥିଲେ? 14 ନମ୍ବରଟା କ'ଣ ହେବ କୁହରେ? ଏହି ସଂଜ୍ଞା କିଏ ଦେଇଥିଲେ? କ୍ରମବର୍ଦ୍ଧିଷ୍ଣୁ ବିକାଶମୂଳକ ଅବସ୍ଥାରେ ଘଟୁଥିବା ବୌଦ୍ଧିକ ଓ ସକ୍ରିୟ ଆଚରଣର ସଂଗଠନ ଓ ଉପଯୋଜନମୂଳକ କ୍ରମିକତା ହିଁ ବୁଦ୍ଧି। ଏହା କିଏ କହିଥିଲେ? ଏହା କିଏ କହିଥିଲେ କହିଲ? ନା ଏଇଟା ହେବ 14 ନମ୍ବର ବି ହେବ ଏହାର ଆନ୍ସର। ଜିନ୍ ପିଆଜେ ଏଇଟା କହିଥିଲେ ହେଲା। ତାପରେ ଆସିଲା 15 ନମ୍ବର। 15 ନମ୍ବର କ'ଣ ରହିଲା? ନା ନିମ୍ନଲିଖିତ ଗୁଡ଼ିକ ମଧ୍ୟରୁ କେଉଁଟି ନକାରାତ୍ମକ ପୁନର୍ବଳନର ଉଦାହରଣ? ଏହା ଭିତରୁ କେଉଁଟା ନକାରାତ୍ମକ ପୁନର୍ବଳନ? ଆନ୍ସର କ'ଣ ହେବ? ନା ବିରକ୍ତି ପ୍ରକାଶ ହେଲା। ଏଇଟା ଗୋଟେ ହେଉଛି ନକାରାତ୍ମକ, ଏଇଟା ଗୋଟେ ଭଲ, ଖୁବ୍ ଭଲ, ଠିକ୍ ଅଛି, ଏଇଟା ସବୁ କ'ଣ? ଏଇଟା ହେଉଛି ସବୁ ସକାରାତ୍ମକ ପୁନର୍ବଳନ ହେଲା, ଯାହା ଶିକ୍ଷାର୍ଥୀମାନଙ୍କ ପାଇଁ ଲାଭ ବା ପିଲାମାନଙ୍କ ପାଇଁ ଲାଭ ବା ଭଲ ହେଲା। ଯଦି ଆମେ ବିରକ୍ତି ପ୍ରକାଶ କରିବା ତା ପକ୍ଷେ ଏଇଟା କ୍ଷତିକାରକ, କିନ୍ତୁ ଏଗୁଡ଼ାକ ହେଉଛି ସବୁ କ'ଣ? ସକାରାତ୍ମକ ପୁନର୍ବଳନ। ତାପରେ ଆସିଲା କ'ଣ ଆମର 16 ନମ୍ବର। 16 ନମ୍ବରକୁ ଯିବା। ଦେଖ, ଅଭିବୃଦ୍ଧି ହେଉଛି ଡ୍ୟାସ୍ ଗୁଣାତ୍ମକ ପ୍ରକ୍ରିୟା, ଜୈବିକ ପ୍ରକ୍ରିୟା, ଲକ୍ଷ୍ୟାଭିମୁଖୀ ପ୍ରକ୍ରିୟା ନା ଆଚରଣଗତ ପରିବର୍ତ୍ତନ ପ୍ରକ୍ରିୟା? କ'ଣ ଏଇଟା ହେବ? କ'ଣ ଅଭିବୃଦ୍ଧି ହେଉଛି କ'ଣ? ଏଇଟା ଗୋଟେ କ'ଣ ଜୈବିକ ପ୍ରକ୍ରିୟା ହେଲା। ଅଭିବୃଦ୍ଧି ବା ବୃଦ୍ଧି କ'ଣ ଆମର ପିଲାମାନଙ୍କର ଯେଉଁ ବୃଦ୍ଧି ହୁଏ, ଆମେ ଛୋଟ ଅଛି ବଡ଼ ହେବା, ଯେତେ ଆମେ ବୟସ ବଢ଼ିବ ଆମର ଶରୀରର ବୃଦ୍ଧି ଘଟିବ ବା ଅଭିବୃଦ୍ଧି ଘଟିବ। ଏଇଟା ଗୋଟେ କ'ଣ? ଏଇଟା ହେଉଛି ଗୋଟେ ଜୈବିକ ପ୍ରକ୍ରିୟା, ପ୍ରାକୃତିକ ପ୍ରକ୍ରିୟା ହେଲା। ତାପରେ ଆସିଲା କ'ଣ 17 ନମ୍ବର। 17 ନମ୍ବର କ'ଣ ରହିଲା ରେ? ଆଦ୍ୟ ବାଲ୍ୟାବସ୍ଥା କେଉଁ ସମୟକୁ କୁହାଯାଏ? ଆଦ୍ୟ ବାଲ୍ୟାବସ୍ଥା କେଉଁ ସମୟକୁ କୁହାଯାଏ? ନା 2 ରୁ 6 ବର୍ଷ ବୟସକୁ କ'ଣ କୁହାଯାଏ? ଆଦ୍ୟ ବାଲ୍ୟାବସ୍ଥା କୁହାଯାଏ ଏଇଟା ହେଲା। ଆଦ୍ୟ ବାଲ୍ୟାବସ୍ଥା କାହାକୁ କୁହାଯାଏ? ନା 2 ରୁ 6 ବର୍ଷ ବୟସକୁ କୁହାଯାଏ ଆଦ୍ୟ ବାଲ୍ୟାବସ୍ଥା। 18 ନମ୍ବର। ନିଜର ସଫଳତାରେ ଶିକ୍ଷାର୍ଥୀ ନିଜର କେଉଁ ଆବେଗଟି ପ୍ରକାଶ କରେ? ନିଜର ସଫଳତାରେ ଶିକ୍ଷାର୍ଥୀ କେଉଁ ଆବେଗ ପ୍ରକାଶ କରେ କହିଲ? କୌତୂହଳ ନା ପ୍ରେମ ନା ଆନନ୍ଦ ନା ଅନୁରାଗ? କ'ଣ କିରେ? ନିଜର ସଫଳତାରେ ଶିକ୍ଷାର୍ଥୀ ଆନନ୍ଦ ପାଏ ହେଲା। ତ ଏଇଟା ଆନ୍ସର କ'ଣ ହେବ? ଆନନ୍ଦ ହେଲା। ତାପରେ ରହିଲା କ'ଣ 19 ନମ୍ବର। 19 ନମ୍ବର କ'ଣ ଲେଖା ହେଇଛି ରେ? ଦେଖ, ନିମ୍ନଲିଖିତ ମଧ୍ୟରୁ କେଉଁଟି ଶିଶୁର ବିକାଶ ସହ ସମ୍ପର୍କିତ ନୁହେଁ? ସିଲେଇ କରିବା, ସାଇକେଲ ଚଳାଇବା, ହୃତ୍ପିଣ୍ଡ ଆକାର ବଢ଼ିବା, ବଗିଚା କାମ କରିବା। ନିମ୍ନଲିଖିତ ମଧ୍ୟରୁ କେଉଁଟି ଶିଶୁର ବିକାଶ ସହ ସମ୍ପର୍କିତ ନୁହେଁ? ସାଇକେଲ ଚଳାଇବା ବିକାଶ, ବଗିଚା କାମ କରିବା ବିକାଶ, ହୃତ୍ପିଣ୍ଡ ଆକାର ବଢ଼ିବା ଏଇଟା ବିକାଶ ନା ସିଲେଇ କରିବା? କେଉଁଟା ହେବ ଏଇଟା କହିଲ? ଆନ୍ସର ସି ହେବ ହେଲା। ହୃତ୍ପିଣ୍ଡର ଆକାର ବଢ଼ିବା ଏଇଟା ଗୋଟେ କ'ଣ ତା ବିକାଶ ସହ ସମ୍ପର୍କିତ? ଏଇଟା ତା ବିକାଶ ନୁହଁ, ଏଇଟା ତାର ବୃଦ୍ଧି ସହ ସମ୍ପର୍କିତ, ଶରୀରର ଅଭିବୃଦ୍ଧି ସହ ସମ୍ପର୍କିତ। କିନ୍ତୁ ଏଗୁଡ଼ାକ ହେଉଛି ସବୁ ବିକାଶ, ସିଲେଇ କରିବା ଶିଖିବା, ସାଇକେଲ ଚଳାଇବା, ବଗିଚା କାମ କରିବା, ଏଗୁଡ଼ାକ ସବୁ ତାର ବିକାଶ ସହ ସମ୍ପର୍କିତ। ତାପରେ ଆମର ଆସିଲା କ'ଣ क्वेश्चन नंबर 20 ହେଲା। କୁଆଡ଼େ ଗଲା? 20 ନମ୍ବର କ୍ୱେଶ୍ଚିନ୍।
ଯଦି ଭଲ ଲାଗୁଛି ପିଲାମାନେ ସବସ୍କ୍ରାଇବ୍ କରିଦିଅ ରେ ଯଦି ନୂଆ ଅଛ। ଚାଲ 20 ନମ୍ବର, 10 ବା 12 ବର୍ଷରୁ 13 ବା 14 ବର୍ଷ ବୟସ ପର୍ଯ୍ୟନ୍ତ ଅବସ୍ଥାକୁ କ'ଣ କୁହାଯାଏ? ଆଦ୍ୟ ବାଲ୍ୟାବସ୍ଥା, ଶୈଶବାବସ୍ଥା, ପ୍ରାନ୍ତ ବାଲ୍ୟାବସ୍ଥା, ପ୍ରାକ୍ କୈଶୋରାବସ୍ଥା। ଦେଖ 20 ନମ୍ବର ଦେଖ, 10 ବା 12 ବର୍ଷରୁ 13 ବା 14 ବର୍ଷ ବୟସ ପର୍ଯ୍ୟନ୍ତ ଅବସ୍ଥାକୁ କ'ଣ କୁହାଯାଏ? ଆଦ୍ୟ ବାଲ୍ୟାବସ୍ଥା, ଶୈଶବାବସ୍ଥା, ପ୍ରାନ୍ତ ବାଲ୍ୟାବସ୍ଥା ନା ପ୍ରାକ୍ କୈଶୋରାବସ୍ଥା? କ'ଣ ହେବ ନା ଆନ୍ସର ହେବ ପ୍ରାକ୍ କୈଶୋରାବସ୍ଥା। 10 ବା 12 ବର୍ଷରୁ 13 ବା 14 ବର୍ଷ ବୟସକୁ ଆମର ପ୍ରାକ୍ କୈଶୋରାବସ୍ଥା କୁହାଯାଏ ହେଲା। ତାପରେ ହେଲା 21 ନମ୍ବର, 21 ନମ୍ବର କ'ଣ ରେ? 21 ନମ୍ବର, ନିମ୍ନଲିଖିତ ମଧ୍ୟରୁ କେଉଁଟି ଆବେଗ ସହ ସମ୍ପର୍କିତ ନୁହେଁ? ଈର୍ଷା, କ୍ରୋଧ, ସ୍ନେହ, ସହିଷ୍ଣୁତା। ଏଇଟା ଆନ୍ସର କ'ଣ ହେବ? ଆନ୍ସର ହେବ ଏଇଟା ଡି ହେବ, ସହିଷ୍ଣୁତା। ଏଇଟା ଗୋଟେ ଆବେଗ ନୁହେଁ ହେଲା। ତାପରେ 22 ନମ୍ବର ଆସିଲା, ନିମ୍ନୋକ୍ତ ମଧ୍ୟରୁ କେଉଁଟି ବିକାଶର ମୂଳ ନୀତି ବା ବିଧି ଠାରୁ ଅଲଗା? ଆନ୍ସର ଦେଖ, ଆନ୍ସର କ'ଣ ହେବ କୁହ? 22 ନମ୍ବର ନା ନିମ୍ନୋକ୍ତ ମଧ୍ୟରୁ କେଉଁଟି ବିକାଶର ମୂଳ ନୀତି ଓ ବିଧିଠାରୁ ଅଲଗା? ଅପସନ୍ ଏ ନିର୍ଦ୍ଦିଷ୍ଟ ଦିଗରେ ଗତି କରେ, ଅପସନ୍ ବି ବୃତ୍ତିଗତ ନିପୁଣତା ହଠାତ୍ ହାସଲ କରେ, ଅପସନ୍ ସି ଧାରା ସ୍ୱତନ୍ତ୍ର, ଅପସନ୍ ଡି ଧାରାବାହିକ ପ୍ରକ୍ରିୟା। 22 ନମ୍ବର କ'ଣ ହେବ ନା ବୃତ୍ତିଗତ ନିପୁଣତା ହଠାତ୍ ହାସଲ। ଏଇଟା କ'ଣ? ଏଇଟା ଗୋଟେ ବିକାଶର ମୂଳ ନୀତି ଠାରୁ ଅଲଗା ହେଲା। ହଠାତ୍ ହାସଲ ହେବନି ହେଲା, ତାର ଗୋଟେ ନିର୍ଦ୍ଦିଷ୍ଟ କ୍ରମ ଅଛି, ସେଇ କ୍ରମରେ ଶିଶୁର ବିକାଶଟି ହୋଇଥାଏ ହେଲା, ହଠାତ୍ କୌଣସି ଜିନିଷ ହାସଲ ହୋଇନଥାଏ। ତାପରେ ଆସିଲା 23 ନମ୍ବର, କେଉଁ ଆବେଗକୁ ଆଦ୍ୟ ବାଲ୍ୟାବସ୍ଥାରେ ଦେଖାଯାଏ ନାହିଁ? 23 ନମ୍ବର କ'ଣ ନା କେଉଁ ଆବେଗ ଆଦ୍ୟ ବାଲ୍ୟାବସ୍ଥାରେ ଦେଖାଯାଏ ନାହିଁ? କ୍ରୋଧ, ଈର୍ଷା, ଭୟ ନା କ୍ଲେଶ? 23 ନମ୍ବର କ'ଣ ହେବ? 23 ନମ୍ବରଟା ଆମର ହେବ କ୍ଲେଶ ହେଲା। ଏଇଟା ଆମର ଆଦ୍ୟ ବାଲ୍ୟାବସ୍ଥାରେ ଦେଖାଯାଏ ନାହିଁ, କିନ୍ତୁ ଏଇ ଯେଉଁ କ୍ରୋଧ, ଭୟ, ଈର୍ଷା ଏଗୁଡ଼ାକ ସବୁ ଆମର ଆଦ୍ୟ ବାଲ୍ୟାବସ୍ଥାରେ ଦେଖାଯାଏ। ତାପରେ ଆସିଲା କ୍ୱେଶ୍ଚିନ୍ ନମ୍ବର 24, ନିମ୍ନଲିଖିତ କେଉଁଟି ମାନବ ସ୍ୱାସ୍ଥ୍ୟ ସମ୍ପର୍କିତ ନୁହେଁ? ପାରିପାର୍ଶ୍ୱିକ ଅବସ୍ଥା, ଶ୍ରେଣୀବିହୀନ ଶିକ୍ଷାଦାନ, ବିଭିନ୍ନ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ନା ପିତାମାତାଙ୍କ। ଏଇଟା କ'ଣ ଭାବରେ କଟିଯାଇଛି, ଏଇଟା ଦେଖିବାର ଅର୍ଥ। 24 ନମ୍ବରଟା ହଁ ଦେଖ ଏଠି ଅଛି। 24 ନମ୍ବର, ନିମ୍ନଲିଖିତ କେଉଁଟି ମାନବ ସ୍ୱାସ୍ଥ୍ୟ ସମ୍ପର୍କିତ ନୁହେଁ? ହେଲା, କ'ଣ ନା ପାରିପାର୍ଶ୍ୱିକ ଅବସ୍ଥା, ଶ୍ରେଣୀବିହୀନ ଶିକ୍ଷାଦାନ, ବିଭିନ୍ନ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ନା ପିତାମାତାଙ୍କ ମନୋଭାବ। 24 ନମ୍ବର କ'ଣ ହେବ ଆନ୍ସର କହିଲ? 24 ନମ୍ବର ହେବ କ'ଣ ନା ଶ୍ରେଣୀବିହୀନ ଶିକ୍ଷାଦାନ। ଏଇଟା ମାନବ ସ୍ୱାସ୍ଥ୍ୟ ସମ୍ପର୍କିତ ନୁହେଁ, କିନ୍ତୁ ପାରିପାର୍ଶ୍ୱିକ ଅବସ୍ଥା, ବିଭିନ୍ନ ବ୍ୟକ୍ତିମାନଙ୍କ ସହ ସମ୍ପର୍କ, ପିତାମାତାଙ୍କ ମନୋଭାବ ଏଇଟା ସବୁ କ'ଣ ମାନବ ସ୍ୱାସ୍ଥ୍ୟ ସହିତ ଏଇଟା ସବୁ ସମ୍ପର୍କିତ, କିନ୍ତୁ ଶ୍ରେଣୀବିହୀନ ଶିକ୍ଷାଦାନ ଏଇଟା ଗୋଟେ ମାନବ ସ୍ୱାସ୍ଥ୍ୟ ସହ ସମ୍ପର୍କିତ ନୁହେଁ ହେଲା। ତାପରେ ଆସିଲା 25 ନମ୍ବର, 25 ନମ୍ବର କୁହ କ'ଣ ହେବ? ନିମ୍ନୋକ୍ତ ମଧ୍ୟରୁ କେଉଁଟି ସାମାଜିକ ବିକାଶକୁ ସୂଚାଏ ନାହିଁ? ଅନ୍ୟମାନଙ୍କ ସହ ସମ୍ପର୍କ। ଏଇଟା କ'ଣ ସାମାଜିକ ବିକାଶକୁ ସୂଚାଏ ନା ସୂଚାଏନି କହିଲ? ଦେଖ, ନିମ୍ନୋକ୍ତ ମଧ୍ୟରୁ କେଉଁଟି ସାମାଜିକ ବିକାଶକୁ ସୂଚାଏ ନାହିଁ? ଅନ୍ୟମାନଙ୍କ ସହ ସମ୍ପର୍କ, ଗୋଷ୍ଠୀରେ ମିଶି ଚଳିବା ଏଇଟା ବି ସାମାଜିକ ବିକାଶ, ଏଇଟା ବି ସାମାଜିକ ବିକାଶ, ସମସ୍ୟା ସମାଧାନ, ଗୋଷ୍ଠୀ ବା ଜାତୀୟ ନିୟମ ମାନିବା। ଏଇଟା ସବୁ ଏ କ୍ୱେଶ୍ଚିନ୍ ଏ, ବି ଆଉ ଡି ଏଇଟା ହେଉଛି କ'ଣ ସବୁତକ ସାମାଜିକ ବିକାଶକୁ ସୂଚାଉଛି, କିନ୍ତୁ ସମସ୍ୟା ସମାଧାନ କରିବା ଏଇଟା ଗୋଟେ ସାମାଜିକ ବିକାଶକୁ ସୂଚାଉନି ହେଲା। କିନ୍ତୁ ଏଗୁଡ଼ାକ ସବୁ ଗୋଟେ ସାମାଜିକ ବିକାଶ, ଅନ୍ୟମାନଙ୍କ ସହ ସମ୍ପର୍କ, ଗୋଷ୍ଠୀରେ ମିଶି ଚଳିବା, ଗୋଷ୍ଠୀ ବା ଜାତୀୟ ନିୟମ ମାନିବା, ଏଇସବୁ ଗୋଟେ ହେଉଛି କ'ଣ ନା ସାମାଜିକ ବିକାଶ। ତାପରେ ଆସିଲା କ୍ୱେଶ୍ଚିନ୍ ନମ୍ବର 26, ଆଚରଣଗତ ପରିବର୍ତ୍ତନ ପ୍ରକ୍ରିୟାକୁ କ'ଣ କୁହାଯାଏ? ଆଚରଣଗତ ପରିବର୍ତ୍ତନ ପ୍ରକ୍ରିୟାକୁ କ'ଣ କୁହାଯାଏ? ବୃଦ୍ଧି ନା ଶିକ୍ଷଣ ନା ଜ୍ଞାନ ନା ବୋଧ? କ'ଣ ହେବ କହିଲ? ଆଚରଣଗତ ପରିବର୍ତ୍ତନ ପ୍ରକ୍ରିୟାକୁ କ'ଣ କୁହାଯାଏ? ନା ଶିକ୍ଷଣ କୁହାଯାଏ ହେଲା। ଆଚରଣରେ ପରିବର୍ତ୍ତନ କରିବା, ପରିବର୍ତ୍ତନ ପ୍ରକ୍ରିୟାକୁ କ'ଣ କହିବା? ନା ଶିକ୍ଷଣ ହେଲା। ତାପରେ ଆସିଲା ଆମର 27 ନମ୍ବର, କ'ଣ ରହିଲା 27 ନମ୍ବର? କେଉଁ ସମୟକୁ ଆଦ୍ୟ ପରିଣତ ଅବସ୍ଥା କୁହାଯାଏ? କେଉଁ ସମୟକୁ କୁହାଯାଏ? ନା 18ରୁ 40 ବର୍ଷ ବୟସକୁ ଆମର କ'ଣ କୁହାଯାଏ? ଆଦ୍ୟ ପରିଣତ ଅବସ୍ଥା ହେଲା। କେଉଁ ସମୟକୁ ଆଦ୍ୟ ପରିଣତ ଅବସ୍ଥା କୁହାଯାଏ? 18ରୁ 40 ବର୍ଷ ବୟସକୁ ଆଦ୍ୟ ପରିଣତ ଅବସ୍ଥା କୁହାଯାଏ। ତାପରେ ରହିଲା 28 ନମ୍ବର, ନିମ୍ନୋକ୍ତ ମଧ୍ୟରୁ କେଉଁଟି ମାନସିକ କାର୍ଯ୍ୟ ନୁହେଁ? କହିଲ କେଉଁଟି? ଜ୍ଞାନ ଅର୍ଜନ କରିବା ନା ଚିନ୍ତା କରିବା ନା ଓଜନ ବଢ଼ିବା ନା କଳ୍ପନା କରିବା? ନିମ୍ନୋକ୍ତ ମଧ୍ୟରୁ କେଉଁଟି ମାନସିକ କାର୍ଯ୍ୟ ନୁହେଁ? ଦେଖ, ଜ୍ଞାନ ଅର୍ଜନ କରିବା ଏଇଟା ଗୋଟେ ମାନସିକ କାର୍ଯ୍ୟ, ଚିନ୍ତା କରିବା ଏଇଟା ବି ଗୋଟେ ମାନସିକ କାର୍ଯ୍ୟ, ଆମ ମନ ଭିତରେ ଏଇଟା ଚିନ୍ତା କରୁଛି ନା, ଏଥିପାଇଁ ଆମର ଗୋଟେ କ'ଣ ମସ୍ତିଷ୍କ ଆମର ଏଥିପାଇଁ କ'ଣ କାର୍ଯ୍ୟ କରୁଛି, ଏଇଟା ଗୋଟେ ମାନସିକ କାର୍ଯ୍ୟ। ତାପରେ କଳ୍ପନା କରିବା ଏଇଟା ବି ଗୋଟେ ମାନସିକ କାର୍ଯ୍ୟ। କିନ୍ତୁ ଦେଖ, ଓଜନ ବଢ଼ିବା ଏଇଟା ହେଉଛି ଗୋଟେ ଆମର ଶାରୀରିକ କାର୍ଯ୍ୟ ବା ଆମର କ'ଣ ଶରୀରର ଅଭିବୃଦ୍ଧି ହେଲା, ଏଇଟା ଗୋଟେ ମାନସିକ କାର୍ଯ୍ୟ ନୁହେଁ। ତାହେଲେ କ'ଣ ହେବ? ଅପସନ୍ ସି ହେବ ରାଇଟ୍ ଆନ୍ସର ହେଲା। ତାପରେ ଆସିଲା କ୍ୱେଶ୍ଚିନ୍ ନମ୍ବର 29, କ୍ୱେଶ୍ଚିନ୍ ନମ୍ବର 29 କ'ଣ ଦେଇଛି ରେ? ଦେଖ, ଆଦ୍ୟ କୈଶୋରାବସ୍ଥାରେ
ପିଲାମାନେ ପିତାମାତା ଆତ୍ମୀୟ ସ୍ୱଜନ ଓ ଗୁରୁଜନମାନଙ୍କ ଠାରୁ ନିଃସ୍ୱାର୍ଥ ସ୍ନେହ ପାଇଁ ବ୍ୟାକୁଳ ହୁଅନ୍ତି। ଏହା କାହାର ମତ? ମତାମତ ଦେଇଥିଲେ ହର୍ଲକ୍ ହେଲା। ତାପରେ ଚାଲ ଆଜିର ଶେଷ କୋଶ୍ଚିନ୍ ବା ଆଜି 30 ନମ୍ବର କୋଶ୍ଚିନ୍। ଦେଖ, ନିମ୍ନୋକ୍ତ ମଧ୍ୟରୁ କେଉଁଟି ଆବେଗ ନୁହେଁ? ନିମ୍ନୋକ୍ତ ମଧ୍ୟରୁ କେଉଁଟି ଆବେଗ ନୁହେଁ? ଦୁଃଖ, ସ୍ନେହ, ସମସ୍ୟା ସମାଧାନ, କୌତୂହଳ। ଏମାନଙ୍କ ଭିତରୁ କେଉଁଟି ଗୋଟେ ଆବେଗ ନୁହେଁ କହିଲ? ନା ଏହାର ସଠିକ୍ ଆନ୍ସରଟି ହେବ ସମସ୍ୟା ସମାଧାନ। ଏଇଟା ଗୋଟେ ଆବେଗ ନୁହେଁ, କିନ୍ତୁ ଦୁଃଖ, ସ୍ନେହ, କୌତୂହଳ ଏଗୁଡ଼ାକ ସବୁ ଗୋଟେ ଗୋଟେ ଆବେଗ ହେଲା। ପିଲାମାନେ ଆଜି ଏତିକି ଥାଉ। ଆମେ ପୁଣି ଆଉ ଗୋଟେ ସେସନରେ ପୁଣି ଆଉ 30ଟି ପେଡାଗୋଜିର କୋଶ୍ଚିନ୍ ଆନ୍ସର ଡିସ୍କସନ୍ କରିବା। ଯଦି ପିଲାମାନେ ଆଜିର କ୍ଲାସ୍ଟି ଆପଣମାନଙ୍କୁ ଭଲ ଲାଗିଛି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ବେଲ୍ ଆଇକନ୍ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ ନୂଆ ନୂଆ ଭିଡ଼ିଓ ସବୁ ସର୍ବପ୍ରଥମେ ଆପଣ ପାଇପାରିବେ। ଏବଂ ଆଗକୁ ଯେଉଁ ଏକ୍ଜାମ୍ ଆସୁଛି OTT ଓ SSTT ଏବଂ JET ବା ଅନ୍ୟ ଯେକୌଣସି ଏକ୍ଜାମ୍ ଆସିବ, ପେଡାଗୋଜିରେ ଆପଣମାନଙ୍କୁ ଏହି କ୍ଲାସ୍ ଲାଭବାନ ହୋଇପାରିବ। ତ ପିଲାମାନେ ରଖୁଛି, ନମସ୍କାର, ଜୟ ଜଗନ୍ନାଥ।